ଯେତେବେଳେ ଆପଣ ଭାଇକୁ ରାକ୍ଷୀ ବାନ୍ଧିବେ ସେତେବେଳେ ଏହି ମନ୍ତ୍ରଟି ନିଶ୍ଚୟ ଜପ କରିବେ। ଜୈନ ବୌଦ୍ଧ ରାକ୍ଷୀ ପିନ୍ଧିବାର 24 ଘଣ୍ଟା ପରେ ଆପଣ ଚାହିଁଲେ ସେ ରାକ୍ଷୀକୁ ଓହ୍ଲାଇ। ଶ୍ରୀ ଜଗନ୍ନାଥ। ନମସ୍କାର ଦର୍ଶକ ବନ୍ଧୁ, ଭକ୍ତି ବିଚାର ଚ୍ୟାନେଲକୁ ଆପଣମାନଙ୍କୁ ମୋର ସ୍ୱାଗତ। ଆଜି ଆମେ ଏଇ ଭିଡ଼ିଓରେ ଜାଣିବା ଯେ ରାକ୍ଷୀ କିପରି ବାନ୍ଧିବେ, ରାକ୍ଷୀ ବାନ୍ଧିଲା ବେଳେ କେଉଁ ମନ୍ତ୍ର ଜପ କରିବେ ଆଉ କେତେବେଳେ ରାକ୍ଷୀକୁ ଓହ୍ଲାଇ ପାରିବେ। ପ୍ରଥମେ ଜାଣିବା ରାକ୍ଷୀ ପୂର୍ଣ୍ଣିମା କେଉଁ ସମୟରେ ପଡ଼ୁଛି। 2025 ମସିହା ଅଗଷ୍ଟ 8 ତାରିଖର ଦିନ 2 ଘଣ୍ଟା 12 ମିନିଟରୁ ଆରମ୍ଭ ହୋଇ 9 ଅଗଷ୍ଟ ଦ୍ୱିପହର 1:24ରେ ଶେଷ ହୋଇଛି। ଉଦୟ ତିଥି ଅନୁସାରେ 9 ଅଗଷ୍ଟର ସକାଳ 5:47ରୁ 1:24 ମଧ୍ୟରେ ଆପଣମାନେ ନିଶ୍ଚିନ୍ତରେ ରାକ୍ଷୀ ବାନ୍ଧି ପାରିବେ। ଏବେ ଜାଣିବା ରାକ୍ଷୀ କିପରି ବାନ୍ଧିବେ ଆଉ ରାକ୍ଷୀ ବାନ୍ଧିଲା ବେଳେ କେଉଁ ମନ୍ତ୍ର ଜପ କରିବେ। ରାକ୍ଷୀ ବାନ୍ଧିବା ପୂର୍ବରୁ ଗୋଟିଏ ଥାଳି ନେବେ। ସେଥିରେ କୁଙ୍କୁମ, ଅକ୍ଷତ, ଦୀପ, ଫୁଲ, ରାକ୍ଷୀ, ମିଠା ଇତ୍ୟାଦି ରଖି ସଜାଇ ଦେବେ। ଭାଇର ଡାହାଣ ହାତରେ ଆପଣ ରାକ୍ଷୀ ବାନ୍ଧିବେ। ଭାଇର ଆଳତି ମଧ୍ୟ କରିବେ ଏବଂ ତାଙ୍କ ସୁଖ ସମୃଦ୍ଧିର କାମନା କରିବେ ଏବଂ ଭାଇକୁ ମିଠା ଖୁଆଇ ଦେବେ। ଯେତେବେଳେ ଆପଣ ଭାଇକୁ ରାକ୍ଷୀ ବାନ୍ଧିବେ ସେତେବେଳେ ଏହି ମନ୍ତ୍ରଟି ନିଶ୍ଚୟ ଜପ କରିବେ। ଜୈନ ବୌଦ୍ଧ ବଳିରାଜା ଦାନବେନ୍ଦ୍ର ମହାବଳଃ ତେନ ତ୍ୱାମପି ବଧ୍ନାମି ରକ୍ଷାମାଚଳମାଚଳମ୍। ଏହାକୁ ସ୍କ୍ରିନଶଟ୍ କରି ରଖିଥାନ୍ତୁ, ଯାହାଦ୍ୱାରା ଆପଣମାନେ ରାକ୍ଷୀ ବାନ୍ଧିଲା ବେଳେ ଦେଖି ମଧ୍ୟ ଗାଇପାରିବେ। ଆଉ ଗୋଟିଏ କଥା ଧ୍ୟାନ ଦେବେ, ରାକ୍ଷୀ ବାନ୍ଧିଲା ବେଳେ ଭାଇର ମୁହଁ ପୂର୍ବ ପଟେ ଆଉ ଭଉଣୀର ମୁହଁ ପଶ୍ଚିମ ପଟେ ରହିବା ଉଚିତ। ଏବେ ଜାଣିବା ରାକ୍ଷୀ ପରେ ସେ ରାକ୍ଷୀର କ'ଣ କରିବା ଉଚିତ। ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ବହୁତ ସ୍ନେହରେ ନିଜ ଭାଇଙ୍କ ଦୀର୍ଘାୟୁ କାମନା କରି ରକ୍ଷା ସୂତ୍ରର ଏକ ପବିତ୍ର ଡୋରି ଭାଇର ହାତରେ ବାନ୍ଧିଥାନ୍ତି, ଯାହାକି ପ୍ରେମ, ବିଶ୍ୱାସ ଓ ସମ୍ମାନକୁ ଦର୍ଶାଇଥାଏ। କିନ୍ତୁ ରାକ୍ଷୀ ପରେ କିଛି ଲୋକେ ସେ ରାକ୍ଷୀକୁ କାଢ଼ି ଏଣେ ତେଣେ ଫୋପାଡ଼ି ଦିଅନ୍ତି। ଏମିତି କରିବାଟା ଜମାରୁ ବି ଠିକ୍ ନାହିଁ, କାରଣ ଏହା ଦ୍ୱାରା ଅନେକ ଦୋଷ ଲାଗିପାରେ। ଚାଲନ୍ତୁ ଜାଣିବା ରାକ୍ଷୀ ପରେ ସେ ରାକ୍ଷୀର କ'ଣ କରିବେ। ରାକ୍ଷୀ ପୂର୍ଣ୍ଣିମା ପରେ ରାକ୍ଷୀ କାଢ଼ିବାର ସେମିତି କିଛି ମୁହୂର୍ତ୍ତ ନାହିଁ। ମାନ୍ୟତା ଅନୁସାରେ ରାକ୍ଷୀ ଓହ୍ଲାଇ ଦେଇପାରିବେ। ରାକ୍ଷୀ ଏକ ପବିତ୍ର ସୂତା ଅଟେ, ତ ଏହାକୁ ହାତରୁ କାଢ଼ିବା ପରେ ଏହାକୁ ବିସର୍ଜନ କରିବା ଉଚିତ। ନଚେତ କୌଣସି ପବିତ୍ର ଗଛ ମୂଳରେ ଯେଉଁଠାରେ କି ପରିଷ୍କାର ପରିଚ୍ଛନ୍ନତା ଥିବ ସେହି ଜାଗାରେ ଆପଣ ମାଟି ଖୋଳି ରାକ୍ଷୀଟିକୁ ପୋତି ଦେଇପାରିବେ। ଏପରି ଭାବେ ରାକ୍ଷୀକୁ ସେଲିବ୍ରେଟ୍ କରିବେ। ମୋ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ମୁଁ ଆଗକୁ ଏଇଭଳି ଓଡ଼ିଆ ପର୍ବପର୍ବାଣିର ଭିଡ଼ିଓ ସବୁ ଅପଲୋଡ଼ କରିବି, ଆପଣମାନେ ଜାଣିପାରିବେ।